ପକେଇଲାଠୁ ସେ କୁକୁଡ଼ା ଆସି ଖାଇଲା। ମାନେ ଆଶା ଥିଲା ଆଉ, ଆଶା ଥିଲା ଆଉ। ସେଇ ଟାଇମ୍ରେ ଗୋଟେ ସାପ, ଗୋଖର ସାପ କିଏ ମାରିଥାନ୍ତି, ତାକୁ ନେଇ ମାଛୁରାରୁ ଗୋଖର ସାପଟାକୁ ମାରି ଦେଇଛନ୍ତି କିଏ, ଆମେ ତାକୁ ନେଇ ପକେଇ ଯାଇ ଏତେ ବଡ଼ ସାପଟା, ଏତେ ବଡ଼। ଏ ଦେଖ ତ ମୋ ବୁଢ଼ା କାମ ସରିଲା, ସବୁ ସରିଲା, ମୁଁ ଚେୟାର ପକେଇ ବସିଛି, ଗରମ ଦିନ ତ ଚେୟାର ଗୋଖର ସାପ ଆସିକି ଏମିତି ହେଇଥିଲା ମୋ ପାଉଲ ପାଖରେ ସମସ୍ତେ ଦେଖିଛନ୍ତି। ବେଳା ଭଲ ଅଛି। ବଡ଼ ଭାଇ ଯେଉଁ ଦୁଇଟି କଚେରୀ ପାଖରେ କାଳେ ଭୂତ ଫୂତ ଦେଖନ୍ତି ଲୋକ? ଥିଲା, ଆଉ ନାହାନ୍ତି। ଯଖ ଅଛନ୍ତି। ହଁ ଯଖ ଜାଣିଛି, ଜାଣିଛି ଜାଣିଛି। ଯଖ ପଳେଇ ଆସିକି ଇଆଡ଼େ ରହିଛି। କେଉଁଠି? ବଳିଆ ବାଡ଼ି ରହିଛି, ନହେଲେ ରଥ୍ୟାମା ବାଡ଼ି। ବଳିଆ କିଏ? ରଥ୍ୟାମା ବାଡ଼ି ନା, ଓହୋ, ଯେଉଁ ବାତ୍ୟା ଆଶ୍ରୟସ୍ଥଳୀ ହେଇନା, ହଁ ହଁ ତା ସେପା ଗୋଟେ ଢିଅ ଅଛି ଦେଖିବୁ, ହଁ ହଁ ସେଇଠି ରହିଛି। ନହେଲେ ଆମ ସେ ଆନ୍ଦ ସବୁ କାଛାଡ଼ ନା, ହଁ ତା ଘର ପାଖ 1200 ଲାଗଣା ରହିନା, ହଁ। ସେ ଢିଅ ଏ ଦୁଇ ଜାଗାର। ଆମେ କ'ଣ କରୁଛୁ, କଳବାଡ଼ିରେ ବହୁତ ଆମ୍ବ ଗଛ, କୋଳି ଗଛ ବହୁତ ହେଇଥାଏ। ଏଇ ଯେଉଁ ପପୁଆ ଘର ପାଖରେ? ହଁ, କୋଳି ଖାଇବୁ, ଏତେ ତଳ କୋଳି, ଏତେ ମିଠା। ଆଉ ବିଜୁଳି, ତୁ ତ ଟକଟାକ ପାଟିରେ ପକେଇବୁ, ଏଡ଼ିକି ଏଡ଼ିକି ବିଜୁଳି ଆଉ ଏ ରସଗୋଲା ଆଣିଆ ସେ। ସେତେବେଳେ ଟାଇମ୍ରେ ମୁଁ କୁସ୍ତି ଶିଖୁଥାଏ। ଜଣେ ଦୁଇ ଜଣ ବସିଛନ୍ତି, ତାଙ୍କୁ ପଚାରିଲେ କହିବି। କିଏ କହିଲେ ଦିଗର ବୋଉ ଦେଖିଛି, ଦେଖେ, ଆଉ ସୁକୁଟା ଯିଏ ଯାଇଛି ତା ଝିଅ ସାଙ୍ଗରେ ସିଏ ଦେଖେ, ଆଉ ଗୀତା ବୋଉ ଦେଖେ। ସେମାନେ କିଏ କେତେ ମରିଗଲେଣି, ଏତିକି ଦୁଇ ଜଣ ଅଛନ୍ତି ଦେଖି। ଉଠିଆ ଗଛ ପତ୍ର ଝଡ଼ି ଦେଇ ଛାତିରେ ମାରିଛି, ଛାତିରେ ଧକ୍କା ମାରିକି କୁଟିଆ ପତ୍ର ଝଡ଼େଇ, ସେଇଠି କୁସ୍ତି କରେ। କୁସ୍ତି ଯେଉଁ ବାଲି ପକେଇ ମୋର କୁସ୍ତି ଶିଖେ। ତାପରେ 8 ଦିନ ଥରେ ଯାଏ ସେଣ୍ଡପୁର ଉପପଡ଼ା ପାଖକୁ, ଅଜା ପାଖକୁ, ଅଜା ଶିଖାଏ ବା ଇତିହାସ କରେ। ଆଉ 4-5 ଜଣ କରନ୍ତି, ମୁଁ କ'ଣ ଏକାଠି ହେଲା ସେଠି କର। ଯେତେବେଳେ ସେଟା ବାଲି ଜାଗା, ଯେଉଁଟା ଦୁର୍ଗା ଘର କହିଛି, ସେଟା ବାଲି ବାଲିକି ଖୋଳିକି ଯେତେବେଳେ କୋଦାଳ ହାଣିକି ତାକୁ ବାଗେଇକି କୁସ୍ତି ଶିଖିବା ପାଇଁ, ଦେଖିବାକୁ ଏତେ ଲେଖା କଣା ପଇସା, ମଣିଷ ମୁଣ୍ଡ ପଇସା ପାଇବି, ବୁଝିଲ ନା, ପାଇବି। ତା ଖର୍ଚ୍ଚ କରିବୁ, ଖାଏ ସେ ପଇସାଟା। ଆଉ ସେଠି କୁସ୍ତି ଶିଖୁଥିଲି। ଆଉ ରାତି, ହଁ, ରାତିରେ କ'ଣ କରୁଛି, ଆମ୍ବ ଗଛରେ ଆମ୍ବ ପ୍ରଚୁର ପଚେ, ଗଛଟା ହାଣି ସବୁ ସଫା କରିଦେଲେ, ସବୁ ବିକ୍ରି କରିଦେଲେ। ଗୋରା ଦାସ ମଜା ଗୁଡ଼ା ବୁଢ଼ା ବୁଢ଼ୀ କହିଲେ, ଗୋସମା କହିଲେ, କେଶବ କ'ଣ କରିବା, ଆମ୍ବ ସବୁ ରାତିରେ ନେଇଯାଉଛି ବଢ଼ିଆ ସାଇଟା ପାଣିପାଣିଆ, ଆଉ କ'ଣ କରିବା ନା ରାତିରେ ଯାଇ ଜଗିବା। କୁଆ ତରା ଉଠିଲେ ଆମେ ଲଣ୍ଠ ଧରିକି ବୁଢ଼ା ବୁଢ଼ୀ ମୁଁ 3 ଜଣ ବାହାରିଲୁ। କାଉରୀ ଘର ବାଡ଼ିରେ ବିଟଦାସ କାହ୍ନା ଘର ବାଡ଼ି, ସେ ବାଡ଼ିରେ ଆମେ ଚାପି ବସୁ ଲଣ୍ଠନ କମେଇ ଦେଉ। ଦେଖିଲା ବେଳକୁ ସେ ଯେଉଁ ବାତ୍ୟା ସ୍ଥଳୀ ଆଡ଼ୁ ଆଲୁ ଗୋଟେ ଆଇଲା। ହଁ, ଯଖଟା ଆଲୁଅ ଭଳିଆ, ମାନେ ଚିକ୍ ଚିକ୍ ମାରୁଥିବ, ପୁରା ସୁନେଲି କଲର, ସୁନା ଭଳିଆ ଆଲୁ ଆଇଲା। ଯେମିତି ଆଲୁ ଆଇଲା, ଆମେ କହିବୁ କେଶବା ଆମ୍ବ ଖୋଜିବାକୁ ଆଇଛନ୍ତି। ଆମେ କ'ଣ ଲଣ୍ଠନ କମେଇ ଦେଇକି ଚାପିକି ବସିଲୁ। ଯିଏ ଆସନ୍ତୁ, ଆମେ ବାଡ଼ି ତ ନେଇକି ଯାଇଛୁ, ସେ ବାଡ଼ି ଦେଇଯିବ ଆଉ ଆମ ମନରେ। ସେଠୁ ସେ ଆସିଲା, ଆସିକି ଯେମିତି ଏଇ ଯେଉଁ କୋଠା 3 ଜଣ ଶିଖା ଏଠି ବାବୁ ବଢ଼ିଆ ଚକରା କରିଛନ୍ତି, ସେଠି ବାଉଁଶ ବୁଦା ଥାଏ। ବାଉଁଶ ବୁଦା ପାଖରେ ଆସି ପହଞ୍ଚିଲା। ଆମେ କହିଲୁ ଚାପିକି ଯାଇକି ଆମର ଗୋଟେ ବିଜୁଳି କାଶୀ ପେଡ଼ା ଥାଏ ତୁଠରେ କରରେ, ତାରି ଗଛ ମୂଳେ ଚାପିକି ବସିବୁ। ଯେମିତି ଆସୁଛୁ ତାକୁ ଦେଖିବା କିଏ କିଏ ଆଉଛି, କ'ଣ କହୁଛ ନା, ଯେମିତି ଯେମିତି ସେ ପଡ଼ିଆକୁ ଆସି ବିଲ ଥିଲା ପଡ଼ିଆର କ'ଣ ଥାଏ, ସେ ଏମିତି ବୁଲେ, କୁମାର ଚକ ଯେମିତି ବୁଲେ ନା, ଯଖଟା ସେମିତି ବୁଲେ, ଚିକ୍ 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 ସବୁ ମାରୁଛି।
ମାରୁ ମାରୁ ଆମେ କ'ଣ କରୁ ବାହାରି ପଡ଼ୁ ବୁଢ଼ା କେଳାଇ ଜଖ ଯେଉଁଟା ବୁଢ଼ୀ ଧଇଲା ଟାଣିକି ମରିଯିବ ସେଠୁ କୁମାଟିଆ ସେଇ ଟାଇମ୍ରେ ରଡ଼ି ପକେଇଲେ। କୁମାଟିଆ କ'ଣ? କୁମାଟିଆ କୁମାଟିଆ ମାନେ ଏଇ ଯେଉଁ ବଡ଼ କୁକୁଡ଼ା ନା ସେଟା ରଡ଼ି ପକେଇଲେ। ସିଏ କ'ଣ କଲା ଫସ୍ କିଣି ନାଚିବା ହେଇସାରିବା ସେ ସଠି ଯାଇଗଲା ବଣିଆର କିଆ ବୋତା ଗୁଡ଼ା ଥାଏ ତା ଭିତରେ ପଶିଗଲା ଯେମିତି ହୋଇ ଗୋଟି ବାଳ ସେଇ ଉଦ୍ଦେଶ୍ୟ କ'ଣ କରିଛି କି ଆମେ ଭାବୁଛୁ ଏଇ ଦୁଇ ଜାଗାରେ କୋଉଠି ରହିଛି। ଯାଉଛି